ଆପଣ ମାନେ ଖେଚେଡ଼ି ଖାଇବାକୁ ଯଦି ଭଲ ପାଆନ୍ତି ତ ନିଶ୍ଚୟ ରାମ ଖେଚେଡ଼ି ଟ୍ରାଏ କରନ୍ତୁ। ରାମ ଖେଚେଡ଼ିଟି ପାଇଁ ମୁଁ କିଛି ଫ୍ରୁଟ୍ସ ନେଇଛି ଆଉ 600 ଗ୍ରାମର ଚାଉଳ ନେଇଛି ଆଉ 2 ଲିଟର କ୍ଷୀର ନେଇଛି। ପ୍ରଥମେ 2 ଲିଟର କ୍ଷୀରକୁ ଗୋଟେ ପାତ୍ରରେ ମୁଁ ଫୁଟେଇ ଦେଇଛି। ଏହାର କାଜୁ କିଛି ନେଇଛି, କାଜୁଟିକି ମୁଁ ଘିଅରେ ଭାଜି ଦେଇଛି। କ୍ଷୀରଟି ଫୁଟିବା ପରେ 600 ଗ୍ରାମର ଚାଉଳଟିକି ମୁଁ ଧୋଇକି ରଖିଥିଲି, ଏହାପରେ ଏହା ଦେହରେ ପକାଇ ଦେଇଛି। ଏହା ଟିକେ ଫୁଟିବା ପରେ ମୁଁ 200 ଗ୍ରାମର ମୁଗ ନେଇଛି, ମୁଗ ମଧ୍ୟ ଆ ଦେହରେ ପକାଇକିରି ଘାଣ୍ଟି ଦେଇଛି। ଏହା ହେଇଯିବା ପରେ କିଛି ହଳଦୀ, ଅଳ୍ପ ମାତ୍ରାରେ ହଳଦୀ ଆଉ ତେଜପତ୍ର ଆଉ ସ୍ୱାଦ ଅନୁଯାୟୀ ଲୁଣ ମଧ୍ୟ ଆରେ ପକାଇ ଦେଇଛି। ଆଉ ଟିକେ ସମୟ ହେବା ପରେ ଆଉ ଫ୍ରୁଟ୍ସ ଟିକେ ନେଇଥିଲି ଯେଉଁ ସେ ଗୋଟେ ଗୋଟେ ଫ୍ରୁଟ୍ସ ଗୁଡ଼ିକୁ ମୁଁ ଆ ଦେହରେ ପକାଇ ଦେଇଛି। ଫ୍ରୁଟ୍ସ ଗୁଡ଼ିକ ହେଲା ମଟର ଛୁଇଁ, ଗାଜର, ସେଉ, ଅଙ୍ଗୁର ଆଉ ନଡ଼ିଆ। ଏହା ପକାଇବା ପରେ ଆକୁ ମୁଁ 10 ମିନିଟ୍ ପାଇଁ ଘୋଡ଼େଇ ଦେଇଛି। 10 ମିନିଟ୍ ପରେ ଏହାର ହେଇଯିବା ପରେ ମୁଁ ଆ ପାଇଁ କିଛି ତଡ଼କା ନେଇଛି। ତଡ଼କାରେ ଜିରା, କଞ୍ଚା ଲଙ୍କା ଆଉ ହେଙ୍ଗୁଟି ପକାଇବା ପରେ ଏହା ଭିତରେ ମୁଁ ଘୋଡ଼ଣୀଟି କାଢ଼ିକିରି ଆକୁ ତଡ଼କାଟି ପକାଇ ଦେଇଛି। ଏହାକୁ 5 ମିନିଟ୍ ପାଇଁ ଘୋଡ଼େଇ ଦେଇଛି। ଏବେ ଦେଖନ୍ତୁ ରାମ ଖେଚେଡ଼ିଟି ସମ୍ପୂର୍ଣ୍ଣ ଭାବେ ହେଇଯାଇଛି। ଏ ରାମ ଖେଚେଡ଼ିଟି କିଛି ଆଚାର, ମିଠା ଆଚାର ମୁଁ ରଖିଛି ଖାଇବା ପାଇଁ। ଏହା ବହୁତ ଟେଷ୍ଟ ଲାଗିଥାଏ। ଆପଣମାନେ ମୋ ରାମ ଖେଚେଡ଼ିଟି କେମିତି ଲାଗିଲା ନିଶ୍ଚୟ ଟ୍ରାଏ